ଟିକେ ପରିଚୟ ଦେବେ। ମୋ ନାଁ ନିମାଚରଣ ସିଂ, ଡେପୁଟି ସୁପରିଟେଣ୍ଡେଣ୍ଟ ଏକ୍ସାଇଜ୍ ଆଠଗଡ଼। କ'ଣ କହିବେ ଆଜିର ଯେଉଁ ଚଢ଼ଉ ଦେଶୀ ମଦ ଉପରେ? ଆଜି ଏକ୍ସାଇଜ୍ କମିଶନର ସାର୍ ମୋର ନରସିଂହ ଭୋଳ ସାର୍ ଏବଂ କଲେକ୍ଟର କଟକ ଅରବିନ୍ଦ ଡାକୁଆ ସାର୍ ତଥା ସୁପରିଟେଣ୍ଡେଣ୍ଟ ଏକ୍ସାଇଜ୍ କଟକ ପଟେଲ ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଟିମ୍ ବାଙ୍କି ବଜାର TVS ଶୋରୁମ୍ ପାଖରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶ୍ୱସ୍ତରୁ ଖବର ପାଇଲେ କି ଗୋଟେ ମହିନ୍ଦ୍ରା ବୋଲେରୋ ପିକଅପ୍ରେ ଯାହାର ରେଜିଷ୍ଟ୍ରେସନ୍ ନମ୍ବର OD 05 BG ଓ 0713 ଥାଇ ଉକ୍ତ ପିକଅପ୍ରେ ଦେଶୀ ମଦ ଲୋଡ୍ ହୋଇ ଭିଉଡ଼ା ପଣସପାଟଣାରୁ ନୟାଗଡ଼ ଆଡ଼କୁ ଯାଉଅଛି। ଉକ୍ତ ଖବର ମୁତାବକ ବାଙ୍କି ଟିମ୍ ସେ ଶୋରୁମ୍ ପାଖରେ ଜଗି ରହିଥିଲେ। ଉକ୍ତ ଖବର ମୁତାବକ ସେଭଳି ଗାଡ଼ି ଆସୁଥିବାର ଦେଖି ବାଙ୍କି ଟିମ୍ ଶୋରୁମ୍ ପାଖରେ ତାକୁ ଡିଟେନ୍ କଲେ ଏବଂ ଡିଟେନ୍ କରିବାରେ ସେ ଗାଡ଼ି ଚାଳକକୁ ପଚାରିବାରେ ତାଙ୍କର ନାମ ଧର୍ମାନନ୍ଦ ଜେନା କହିଲେ, ଘର ବାସୁଦେବପୁର, ଥାନା ଆଠଗଡ଼ ଏବଂ ଗାଡ଼ିରେ ଲୋଡ୍ ହୋଇଥିବା ସମୁଦ୍ରରେ କ'ଣ ଜିନିଷ ପଚାରିବାରେ ସେ ଦେଶୀ ଚୋରା ମଦ ବୋଲି ସ୍ୱୀକାର କଲେ। ଏହାପରେ ବାଙ୍କି ଅବକାରୀ ଟିମ୍ OIC ମାଝୀ ବାବୁ ତାକୁ ବିଧିବଦ୍ଧ ଭାବରେ ତଲାସ କରିବାରେ ସେଥିରୁ 1050 ଲିଟର ଆଇଡିଆଲ୍ ମଦ ଜବତ ହୋଇଛି ଏବଂ ଆସାମୀ ଧର୍ମାନନ୍ଦ ଜେନାକୁ ଗିରଫ କରାଇ ଆଜି କୋର୍ଟ ଫରୱାର୍ଡ ହେବ। ଏହିଭଳି ଆଗକୁ ମଧ୍ୟ ଅବକାରୀ ଚଢ଼ଉ ଜାରି ରହିବ। ସେ ବାଙ୍କିରେ ବହୁତ ମଦ ଏବେ ଧରା ହେଉଛି, ଆଠଗଡ଼ ପଟ ଆସୁଛି, ବାଙ୍କି ମାର୍କେଟରେ ମଧ୍ୟ ଚୋରା ଦେଶୀ ମଦ ସବୁ ଗାଁ ଗାଁରେ ବିକା ଭଳି, ତାକୁ ଆଗକୁ ନେଇକି କେମିତି ଚଢ଼ଉ? ଆଗକୁ ମଧ୍ୟ ଏଇଭଳି ଭାବରେ ଆମର ଚୋରା ମଦ ଉପରେ ଅବକାରୀ ଚଢ଼ଉ ଜାରି ରହିବ।